जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आमे आस्ट्रो सेशन को आगू बढ़ेबा आस्ट्रो सेशन क्रम रे आज आमे पढ़िबा चंद्र महाग्रह विषय रे एटा गोटे सेपरेट प्लेलिस्ट रहइबो आमे चंद्र महाग्रहଙ୍କର नैसर्गिक कारक तत्व अनुଯାୟୀ ବିଭିନ୍ନ ଭାବରେ ଦ୍ୱାଦଶ ଭାବରେ କିଭଳି ଭାବରେ ଫଳ ରହିବ ସେଟା ଆମେ ମାନସ ସାଗରୀ ଓଲ୍ଡ କ୍ଲାସିକ ବୁକ୍ ରୁ ପଢି ଦେଇଛେ ବର୍ତ୍ତମାନ ଆମେ ସେଇ ପୁରାତନ ଆଚାର୍ଯ୍ୟ ମାନଙ୍କର ଯୋଉ ମାନେ ତାଙ୍କର ଆଷ୍ଟ୍ରୋଲୋଜିରେ ବିଭିନ୍ନ କଣ୍ଟ୍ରିବ୍ୟୁସନ ଦେଇଛନ୍ତି ଯୋଉମାନଙ୍କର ନାଁ ଶୁଣିଲେ ମାନେ ରେସ୍ପେକ୍ଟରେ ଭକ୍ତି ଭାବରେ ମଥା ନତ ହେଇଯାଏ ଆଷ୍ଟ୍ରୋଲୋଜିକୁ ପଢିବା ବେଳେ ସେହି ଆଚାର୍ଯ୍ୟ ବିଭିନ୍ନ ଆଚାର୍ଯ୍ୟ ମାନଙ୍କର ଯୋଉ ଇଣ୍ଟରପ୍ରିଟେସନ ରହିଛି ଫଳାଦେଶ ରହିଛି ନୈସର୍ଗିକ କାରକ ତତ୍ଵ ଗୁଣାବଳୀକୁ ନେଇକି ଆମେ ସେଗୁଡାକ ଉପରେ ଡିପ୍ ରିସର୍ଚ୍ଚ ରେ ପଢିବା କେମିତି ପଢିବା ମୁଁ ଗୋଟିଏ ଏକ୍ସାମ୍ପଲ ଆପଣଙ୍କୁ ବୁଝେଇ ଦଉଛି ଆପଣ ସେଥିରୁ ବୁଝିଯିବେ ଧର ଚନ୍ଦ୍ର ମହାରାଜ ଚନ୍ଦ୍ର ମହାଗ୍ରହ ଲଗ୍ନରେ ବସିଛନ୍ତି ତାହେଲେ ସେଇ ଲଗ୍ନରେ ବସିଥିବା ଚନ୍ଦ୍ର ମହାରାଜଙ୍କ ଉପରେ ଆଚାର୍ଯ୍ୟ ଜୀବନାଥ ଆଚାର୍ଯ୍ୟ କାଶୀନାଥ ଆଚାର୍ଯ୍ୟ କଲ୍ୟାଣ ବର୍ମା ଆଚାର୍ଯ୍ୟ ଜଗଦେବ ଆଚାର୍ଯ୍ୟ ବରାହମିହିର ମାନସଗରୀ ପଦ୍ଧତି ମନ୍ତ୍ରେଶ୍ଵର ମହାରାଜ ଆଚାର୍ଯ୍ୟ ଧୁଣ୍ଡିରାଜ ଆଚାର୍ଯ୍ୟ ବୈଦ୍ୟନାଥ ଗର୍ଗାଚାର୍ଯ୍ୟ ଯିଏକି ଭଗବାନ ଶ୍ରୀକୃଷ୍ଣଙ୍କର ନାମକରଣ କରିଥିଲେ ଆଚାର୍ଯ୍ୟ ମହେଶ ଜବନମତ ଭୃଗୁସୂତ୍ର ତଥା ଆମର ପାଶ୍ଚାତ୍ୟ ମତରେ କଣ ରହିଛି କେବଳ ଲଗ୍ନ ଭାବରେ ଏଇ ଡିଫରେଣ୍ଟ ଆଚାର୍ଯ୍ୟ ମାନେ କଣ କହିଛନ୍ତି ଆମେ ସେଇ ଗୋଟାକୁ ହିଁ ଫୋକସ କରିବା ଭିଡିଓ ଜମା ଲମ୍ବା ହବନି ଆମେ ପଢିବା ଲଗ୍ନ ଆମେ ଧର ଆଜିର ଭିଡିଓରେ ଆମେ ପଢିବା ଆଜି ମାନେ ଯୋଉ ଯୋଉ ଆମେ ଯୋଉ ନୈସର୍ଗିକ ଗୁଣାବଳୀ କାରକ ତତ୍ଵକୁ ନେଇକି ଇଏ କରୁଛେ ସେଥିରେ ଆଚାର୍ଯ୍ୟ ଜୀବନାଥଙ୍କ ବିଷୟରେ ଆମେ ପଢିବା ଆଚାର୍ଯ୍ୟ ଜୀବନାଥ କଣ କିଭଳି ଭାବରେ ସେଇଟାକୁ ଇଏ କରିଛନ୍ତି ସବୁତିକ ସଂସ୍କୃତ ଶ୍ଳୋକ ଆକାରରେ କୁହାଯାଇଛି ଆଜ୍ଞା ସଂସ୍କୃତ ଶ୍ଳୋକ କହି ପାଣ୍ଡିତ୍ୟ ଦେଖେଇବାର କୌଣସି ଆବଶ୍ୟକତା ନାହିଁ ମତେ ବି ଏତେ ଭଲସେ ସଂସ୍କୃତ ଜଣା ନାହିଁ ମୁଁ ହିଁ ଇଣ୍ଟରପ୍ରିଟେସନ ଦେଖିକି ପଢେ ଯୋଉଟା ଲେଖା ହେଇଥିବ ସଂସ୍କୃତରୁ ହିନ୍ଦୀ ଅନୁବାଦ ହେଇଥିବ ତାକୁ ଦେଖେଇକି ପଢିକି ମୁଁ ପଢେ ମୁଁ ନିଜସ୍ୱ ଏତେ ଆମେ ଲାଇବ୍ରେରୀ ଥୋଡି ନା ଯେ ଏତେ ସବୁ ଜିନିଷ ମନେ ରଖିପାରିବୁ ଈଶ୍ୱର ଆଶୀର୍ବାଦରୁ କଣ ଅଳ୍ପ ଟିକେ ପଢୁ କିନ୍ତୁ ୟା ମାନେ ନୁହଁ ଯେ ଆମେ କୌଣସି ଗୋଟେ ଜିନିଷକୁ ଯେତେବେଳେ ଏକ୍ସପ୍ଲେନ କରିବା ଶ୍ଳୋକକୁ ଏକ୍ସପ୍ଲେନ କରିବା ଆଚାର୍ଯ୍ୟଙ୍କ ମତକୁ ଏକ୍ସପ୍ଲେନ କରିବା ସେ ଶ୍ଳୋକର ଯୋଉ ଯୋଉ ମାନେ ଭଲ ଭାଷ୍ୟକାର ଅଛନ୍ତି ତାଙ୍କ ବହି ପଢିକି ଆମେ ତାକୁ କହିବା ଆଜ ଇଟ ଇଜ କହିବା ଯାହା ଦ୍ଵାରା ଆପଣ ମାନଙ୍କ ମନରେ କୌଣସି ଗୋଟେ ଡିଷ୍ଟର୍ଟେଡ ଫ୍ୟାକ୍ଟ ନ ପଶିଯାଉ ଯାହା ଦ୍ୱାରା କି ଆପଣ ଗୁମରା ହେଇଯାଇପାରନ୍ତି ଦ୍ୱିତୀୟ କଥା ଚନ୍ଦ୍ର ମହାଗ୍ରହ ଯେ ଲଗ୍ନରେ ବସିଲେ ଏଇଭଳି ଭାବରେ ଫଳ ଦେବେ ଏଟାର ବି ମାନେ ନାହିଁ କାହିଁକି କାରଣ କୁଣ୍ଡଳୀରେ କେବଳ ଚନ୍ଦ୍ର ମହାଗ୍ରହ ନାହାନ୍ତି କୁଣ୍ଡଳୀରେ ନବଗ୍ରହ ଅଛନ୍ତି ଏବଂ ନବଗ୍ରହ ସଦାସର୍ବଦା ବୁଲୁଛନ୍ତି ତେଣୁ ବିଭିନ୍ନ କୁଣ୍ଡଳୀର ଆଡଭାନ୍ସ ପ୍ରେଡିକ୍ସନ ଟେକ୍ନିକ କୁ ଫଲୋ କରିକି ଆମେ ଚନ୍ଦ୍ରର ଇଣ୍ଟରପ୍ରିଟେସନ କହିବୁ କିନ୍ତୁ ଚନ୍ଦ୍ର ମହାଗ୍ରହ ଯେ କୁଣ୍ଡଳୀର ସବୁଠୁ ଇମ୍ପୋର୍ଟାଣ୍ଟ ମହାଗ୍ରହ ସେଇଟା ବି ଭୁଲିଯିବା କଥା ନୁହେଁ କାରଣ ଚନ୍ଦ୍ର ଯୋଉ ରାଶିରେ ବସନ୍ତି ସେଇଟା ଆମର ରାଶି ହେଇଯାଏ ତେଣୁ ଏଇଟା ଆପଣ ମାନେ ଭଲସେ ମନେ ରଖିଥାନ୍ତୁ ମୁଁ ଆପଣଙ୍କୁ ଏଇଟା ବୁଝିବାକୁ ଚାହୁଁଛି ଯେତେ ଯାହା ଇମ୍ପାକ୍ଟ ଚନ୍ଦ୍ରଙ୍କ ଉପରେ ପଡୁ ଯେମିତି ମୋର କ୍ୟାରେକ୍ଟରିଷ୍ଟିକ୍ସ ହେଲା ମୁଁ ଆଷ୍ଟ୍ରୋଲୋଜିକୁ ବହୁତ ଭଲ ପାଏ ଆଷ୍ଟ୍ରୋଲୋଜି ପଢିବାକୁ ଚାହେଁ ରିସର୍ଚ୍ଚ କୌଣସି ଗୋଟେ ଟପିକକୁ ଏମିତି ହୁଇମିସିକାଲି ପଢିକି ଛାଡିଦବାକୁ ଚାହେଁ ନାହିଁ ରିସର୍ଚ୍ଚ ରେ କରିବାକୁ ଚାହେଁ ସେମିତି ଆମର ଯେତିକି ଖରାପ ଗୁଣ ବି ଅଛି ଯୋଉଟା କି ମୁଁ ଏବେ ଏଠି କହିବିନି ଯୋଉ ଖରାପ ଗୁଣ ଗୁଡାକ ଅଛି ସେ ଯୋଉଗୁଡାକ ସେମିତି ପ୍ରବୃତ୍ତିକୁ ଆମେ ଛାଡି ନ ପାରୁ ସେମିତି ଚନ୍ଦ୍ର ମହାଗ୍ରହଙ୍କର ଭଲ ଗୁଣ ବି ଅଛି ଚନ୍ଦ୍ର ମହାଗ୍ରହଙ୍କର ଖରାପ ଗୁଣ ବି ଅଛି ସେ ତାଙ୍କର କୁଣ୍ଡଳୀ ତାଙ୍କୁ ଯଦି ଭଲ ଗ୍ରହ ମାନେ ଶୁଭ ଗ୍ରହ ମାନେ ଦେଖିଲେ ତାହେଲେ ସେ ଶୁଭ ଭଳି ଭଲ ଉନ୍ନତି ମୂଳକ ମନଟା ଠିକ ରହିବ ଯଦି ପାପ ଗ୍ରହ ମାନେ ଦେଖିଲେ ତାହେଲେ ସରିଗଲା କିନ୍ତୁ ଚନ୍ଦ୍ର କଣ ନିଜର ଗୁଣ ସେ ଚନ୍ଦ୍ରଙ୍କର ଯୋଉଟା କ୍ୟାରେକ୍ଟର ସେ କଣ ଆମର କହନ୍ତିନି ମଣିଷ ପ୍ରକୃତି ମଲେ ତୁଟେ ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ ଯେମିତି ମଣିଷ ମାନେ ନିଜର ପ୍ରକୃତି ପ୍ରବୃତ୍ତିକୁ ଚେଞ୍ଜ କରିପାରିବେ ନାହିଁ ସେ ଯେତେ ବୁଝନ୍ତୁ ଯେତେବେଳେ ସିଚୁଏସନ ଆସିବ ସେଇଭଳିଆ ରିଆକ୍ଟ କରନ୍ତି ସେମିତି ଗ୍ରହ ମାନେ ମଧ୍ୟ ଯେତେ ସିଚୁଏସନ ଆସିଲେ ବି ସେ ତାଙ୍କ କଥାଟା କହିବା କଥା କହିବେ ଭାଇ ମୁଁ
ଚନ୍ଦ୍ର ଲଗ୍ନରେ ବଇଛି ମାନେ ମୁହଁଟା ଗୋଲିଆ ହେଇଥିବ ପକ୍କା, ସେଥିରେ କୌଣସି ସନ୍ଦେହ ଅବକାଶ ନାହିଁ। ଏଇଟା ମୋ ପ୍ରେଡିକ୍ସନ। ଯଦି ମୁହଁ ଗୋଲିଆ ହେଇଥିବ ବା କର୍କଟ ଲଗ୍ନ ହେଇଥିବ କିମ୍ବା ମୁହଁ ଗୋଲିଆ ହେଇଥିବ, ତାହେଲେ ପକ୍କା ଚେକ୍ କରିବ ୟାର ଲଗ୍ନରେ ଚନ୍ଦ୍ର ବସୁଛନ୍ତି, ନହେଲେ ଲଗ୍ନକୁ ଚନ୍ଦ୍ର ଦେଖୁଛନ୍ତି। ସବୁ ତ ତାର ଗୋଲ ଆଉ ଅଣ୍ଡାଳିଆ ହେଇଥିବ ଆଉ। ଠିକ ଅଛି ନା? ଚନ୍ଦ୍ରଙ୍କ ପ୍ରକୃତି ନେଇକି ଆସିଥିବ, ଚଞ୍ଚଳ ବୁଦ୍ଧି ବାଲା ହେଇଥିବ। ଏଇଟା ହେଲା ଖାଲି ଆମର ଜେନେରାଲ ପ୍ରେଡିକ୍ସନ। କିନ୍ତୁ ଆଚାର୍ଯ୍ୟ ମାନେ କଣ କହିଛନ୍ତି ସେ ବିଷୟରେ ଆମେ ଆଲୋଚନା କରିବା। ତ ଆଜି ଆମେ ପଢିବା ଆଚାର୍ଯ୍ୟ ଜୀବନାଥଙ୍କର ଇଣ୍ଟରପ୍ରିଟେସନ। ଆଚାର୍ଯ୍ୟ ଜୀବନାଥ କହୁଛନ୍ତି ଯୋଉ ମନୁଷ୍ୟର ଜନ୍ମ ଲଗ୍ନରେ ବୃଷଭ ରାଶି, କର୍କଟ ରାଶି, ମେଷ ରାଶି ର ଲଗ୍ନ ହେଇଥିବ, ମାନେ ଲଗ୍ନଟା ହେଇଥିବ ବୃଷ ରାଶିର, କର୍କଟ ରାଶିର, ମେଷ ରାଶିର ଲଗ୍ନ ହେଇଥିବ। ଚନ୍ଦ୍ର ଯଦି ଏଇ ତିନିଟା ଲଗ୍ନରେ ରହିଲା, ବୃଷ, କର୍କଟ, ମେଷ ରାଶିର ଲଗ୍ନରେ ଯଦି ଚନ୍ଦ୍ରମା ରହିଲା, ତାହେଲେ ଆଚାର୍ଯ୍ୟ ଜୀବନାଥ କହୁଛନ୍ତି ତାର କେବେ ବି ଧନର ଅଭାବ ହବନି। ପୁରା ୱାର୍ଡିଂ ଲେଖା ହେଇଛି କି କୁବେର ସମାନ ଧନବାନ ଆଉ ଧନରେ ସୁଶୋଭିତ। କେତେ ବଡ କଥା ଲେଖିଛନ୍ତି ଆପଣ ଭାବନ୍ତୁ। ୟାର ଫଳଦଶା କେମିତି ଚେଞ୍ଜ ହବ ସେଇଟା ମୁଁ ଆପଣଙ୍କୁ ମଡର୍ନ ଇଣ୍ଟରପ୍ରିଟେସନ ହିସାବରେ କହୁଛି। ୟାର ଫଳଦଶା ସେତିକି ବେଳେ ଚେଞ୍ଜ ହବ, ଆକୁ ଯଦି ଶନିଶ୍ଚର ମହାରାଜ ଦେଖିଲେ ତାହେଲେ ଇଏ କଣ କୁବେର ଭଳିଆ ହେବେ? ନା ଜୁପିଟର ଯେ ଗୁରୁଦେବ ବୃହସ୍ପତି ଦେଖିଲେ କୁବେର ଭଳିଆ ହେବେ? ଆପଣ ମାନେ ବିଚାର କରନ୍ତୁ। ଏ ଛୋଟ ଛୋଟ ସ୍ଟେପ କୁ ନେଇକି ଆମେ ପ୍ରେଡିକ୍ସନ ଶିଖିବା। ଗୋଟେ ଦିନରେ ପ୍ରେଡିକ୍ସନ ଶିଖାଯାଏ। ଆପଣ ଯଦି ଗୋଟେ ଗୋଟେ ଛୋଟ ଛୋଟ ଆନାଲିସିସ କୁ ନେଇକି ଆଗକୁ ଆଗକୁ ବଢନ୍ତି, ତାହେଲେ ଆପଣ ବୁଝିପାରିବେ ଯେ କଣ ପ୍ରୋବ୍ଲେମ, କଣ ଆକ୍ଚୁଆଲି ସିଚୁଏସନ। ତେଣୁ ଏଠି ଆଚାର୍ଯ୍ୟ ଜୀବନାଥ କହୁଛନ୍ତି ଯଦି ବୃଷଭ ଲଗ୍ନ, କର୍କଟ ଲଗ୍ନ ଏବଂ ମେଷ ରାଶିର ଲଗ୍ନ ହେଇଥିବ, ଚନ୍ଦ୍ରମା ଲଗ୍ନରେ ବସିଥିବେ, ତାହେଲେ ସେ ବ୍ୟକ୍ତି କୁବେର ସମାନ ଧନରେ ସୁଶୋଭିତ ହୋଇଥିବ। ଆଉ କଣ ପାଇବ ନା ପୂର୍ଣ୍ଣ ଆନନ୍ଦକୁ ପ୍ରାପ୍ତ କଲା ବାଲା ହେଇଥିବ। ତାହେଲେ ଏଇ ତିନିଟା ରାଶିକୁ ଛାଡିକି, ଏଇ ତିନିଟା ରାଶିକୁ ଛାଡିକି ଅନ୍ୟ ଯୋଉ ଲଗ୍ନ ଗୁଡାକ ରହିଲା, ସେଥିରେ କଣ ଚନ୍ଦ୍ରମା ଖରାପ ଫଳ ଦେବେ? ଆଉ ଏଇ ତିନିଟାରେ କାହିଁକି ଭଲ ଫଳ ଦେବେ? କାରଣ ବୃଷ ରାଶିରେ ଚନ୍ଦ୍ରମା ହଉଛନ୍ତି ଉଚ୍ଚର। ଯେଉଁଠି ଉଚ୍ଚର, ବୃଷ ଲଗ୍ନରେ ଯଦି ଚନ୍ଦ୍ରମା ବସିଗଲେ ସେ ଉଚ୍ଚ ଲଗ୍ନରେ ହିଁ ଉଚ୍ଚ ହେଇଗଲେ। କର୍କଟ ରାଶି ହଉଛି ଚନ୍ଦ୍ରଙ୍କର ସ୍ୱରାଶି, ସ୍ୱଗୃହ। ଆଉ ମେଷ ରାଶି ହଉଛି କର୍କଟ ରାଶି ଠାରୁ ଦଶମରେ ଅବସ୍ଥିତ, ମାନେ ପାୱାରଫୁଲ କେନ୍ଦ୍ର। ଯଦି ଆମେ କର୍କଟ ରାଶିକୁ ଲଗ୍ନ ମାନୁ, ତାହେଲେ ତାର ଦଶମ ଭାବକୁ ରୁଲ କରନ୍ତି ମେଷ ରାଶି। ଆଉ କର୍କଟ ଲଗ୍ନର କୁଣ୍ଡଳୀରେ ଯୋଗକାରକ ଗ୍ରହ ହଉଛନ୍ତି ମଙ୍ଗଳ। ଆପଣ ମାନେ ଇଣ୍ଟରପ୍ରିଟେସନ କୋଉଠି ପାଇବେନି ମୁଁ କହୁଛି। ଆପଣ ମାନେ ଯଦି ଖାତା ପେନ୍ ଧରି ନ ଲେଖିବେ, ଏମିତି ଗପ ଶୁଣିବେ, ଆପଣ ବହୁତ କିଛି ମିସ୍ କରିବେ। ମୁଁ କ୍ଲିୟର କରିଦଉଛି ଆପଣଙ୍କୁ। ଏବେ ନେକ୍ସଟ ପଏଣ୍ଟକୁ ଆସିବା। କଣ ନେକ୍ସଟ ପଏଣ୍ଟ ରହିଲା? ଯେ ଯଦି ଏଇ ତିନିଟା ରାଶିର ଲଗ୍ନରେ ଚନ୍ଦ୍ର ଅଛନ୍ତି, ତାହେଲେ ଏବଂ ଚନ୍ଦ୍ର ପାପ ଦୃଷ୍ଟ ନାହାନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣ ନିଶ୍ଚିତ ଭାବରେ ଜାଣିପାରିବେ ତା ପାଖରେ କେବେ ବି ଧନର କମି ରହିବ ନାହିଁ ଏବଂ ସେ ପୂର୍ଣ୍ଣ ଆନନ୍ଦକୁ ଉପଭୋଗ କରିବ, ଆନନ୍ଦରେ ରହିବ। ଠିକ ଅଛି। ଯଦି ମିଥୁନ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଆଉ ମୀନ ରାଶିର ଚନ୍ଦ୍ରମା ମୀନ ଲଗ୍ନରେ ଚନ୍ଦ୍ରମା ଲଗ୍ନରେ ବସିଗଲେ, ଯଦି ମିଥୁନ ଲଗ୍ନ, ମାନେ ସେଇ ତିନିଟା ଲଗ୍ନକୁ ଛାଡିକି ଆଉ ଯେତେଟା ଲଗ୍ନ ରହିଲା, ସେଥିରେ ଯଦି ଚନ୍ଦ୍ରମା ବସିଗଲେ ଲଗ୍ନରେ, ତାହେଲେ ମଣିଷକୁ ଦରିଦ୍ର, ଦୁର୍ବଳ, ମୂର୍ଖ ଆଉ କଣ ମାନେ ଯୋଉ କାଲା କରିଦିଅନ୍ତି। ତାହେଲେ ଏଇଠୁ ଆମେ ବୁଝିବା ଯେ କେବଳ ସେଇ ତିନିଟା ରାଶିରେ ଯଦି ଚନ୍ଦ୍ର ଲଗ୍ନରେ ରହିଲେ ସେମାନେ ପୂର୍ଣ୍ଣ ଆନନ୍ଦ ପାଇବେ, ପୁରା ପଇସା ପାଇବେ। ଇଏ ଆଉ ବାକି ନଅଟା ଯୋଉ ଲଗ୍ନ ରହିଲା, ସେଇଠି ଚନ୍ଦ୍ରମାନେ ବସିଲେ ସମସ୍ତେ ଭିକାରୀ ହେଇକି ବୁଲିବେ। ୟାର ମିନିଂ ଏଇଆ ବାହାରିଲା ଶ୍ଲୋକର। ବଟ ତୁମେ ଯଦି ଏଇଆକୁ ଖାଲି ପଢିକି ଛାଡିଦେଲ, ତାର ଦୃଷ୍ଟି ବିଚାର ନ କଲ, ନବାଂଶ ବିଚାର ନ କଲ, ଟ୍ରାଞ୍ଜିଟ ବା ଗୋଚର ବିଚାର ନ କଲ, ଅଷ୍ଟକ ବର୍ଗ ବିଚାର ନ କଲ, ଦଶାନ୍ତର ଦଶା ବିଚାର ନ କଲ,
ଏବଂ କହିଦେଲ କି ଆରେ ବାପା ତୋର ତ ଲଗ୍ନରେ ଚନ୍ଦ୍ର ଅଛି, ତୁ ତ ଦରିଦ୍ର, କାଲା, ମୂର୍ଖ ଆଉ ଦୁର୍ବଳ ହବୁ। ଆଉ ତମ ସାମ୍ନାରେ ସେ ପୁରା ହଟ୍ଟା କଟ୍ଟା ହେଇକି ବସିଥିବ, ସୁନ୍ଦର ଚେହେରା, ଗୁଲୁଗାଲିଆ ଅଣ୍ଡାକୃତି ଫେସ୍, ପୁରା ସୁନ୍ଦର ଧୋବ ଫରଫର ହେଇକି ବସିଥିବ, ତମ ପ୍ରେଡିକ୍ସନ ଗଲା। ତେଣୁ ସ୍ଥାନ, କାଳ, ପାତ୍ର ଏବଂ ଏତେ ସାରା ଜିନିଷ ଚେକ୍ କରାଯାଏ। ଆମେ କେବଳ ନୈସର୍ଗିକ ଗୁଣ କାରକ ତତ୍ତ୍ୱକୁ ନେଇକି ଗୋଟେ ପ୍ରେଡିକ୍ସନ ର ବ୍ୟବସ୍ଥା କରୁଛୁ। ଠିକ ଅଛି ନା? ତେଣୁ ଆଚାର୍ଯ୍ୟ ଜୀବନାଥ ଯୋଉ ସୁନ୍ଦର ଇଣ୍ଟରପ୍ରିଟେସନ ଟା ଦେଇଛନ୍ତି, ଏ ସୁନ୍ଦର ଇଣ୍ଟରପ୍ରିଟେସନ ପଛରେ କଣ ରାଜ ଅଛି? ସେ ରାଜ ଆପଣ ମାନେ ନିଜେ ଖୋଜନ୍ତୁ। ସବୁ ଆଉ ସ୍ପୁନ ଫିଡିଙ୍ଗ କରିକି ଆଉ ଆପଣଙ୍କୁ ପ୍ରେଡିକ୍ସନ ଟେକ୍ନିକ ତ ବୁଝେଇ ଦେବେନି, ଆଉ ସେ କ୍ଲାସ ବି ଲାଇଭ ନେବେନି। ସେଟା ଆପଣ ମାନେ ନିଜେ ବୁଝନ୍ତୁ। କାହିଁକି କୁହାଗଲା ଏଇ ତିନିଟା ରାଶିରେ ଚନ୍ଦ୍ର ଯଦି ଲଗ୍ନରେ ରହିଲେ ସେ ଲୋକକୁ ଧନର ପ୍ରୋବ୍ଲେମ ହବନି, ଆଉ କୌଣସି ଜିନିଷ କଥା କୁହାହେଇନି। ଧନର ପ୍ରୋବ୍ଲେମ ହବନି, ଆଉ ପୂର୍ଣ୍ଣ ଆନନ୍ଦରେ ରହିବ। ଆଚ୍ଛା, ଚନ୍ଦ୍ର କଣ ଧନର ପ୍ରତୀକ ନା ଶୁକ୍ର ଧନର ପ୍ରତୀକ? ରାଜ ବାବୁ, ହୁଁ। ଆରେ ଚନ୍ଦ୍ର ଧନର ପ୍ରତୀକ ନା ଶୁକ୍ର ଧନର ପ୍ରତୀକ? ଶୁକ୍ର। ତାହେଲେ ଏଠି କୁବେର ଭଳିଆ ଯାହାର ପାଖରେ ପଇସା ଥବ, ସିଏ କଣ ସୁଖରେ ମନର ପ୍ରତିକାର ସୁଖରେ ରହିବନି? ହୁଁ, ଅବଶ୍ୟ ରହିବ। ରହିବ ବୋଲି ଗ୍ୟାରେଣ୍ଟି ଅଛି? ହଁ, ଯଦି ଥିବ, ହଁ ସେଇଟା ବି ଠିକ କଥା, ରହିବନି। ବହୁତ ସାରା ଲୋକ ବି ଆମେ ଅଛନ୍ତି। କହିପାରିବାନି, ଆମେ କହିପାରିବାନି। ଆମେ କେବଳ ତାର ଗୋଟିଏ ଆସ୍ପେକ୍ଟ ଦେଖୁଛେ କି ଧନ ହିସାବରେ ତା ପାଖରେ ସବୁ ଅଛି, କିନ୍ତୁ ତା ଭିତର ମାନସିକ ସୁଖ ବିଷୟରେ ଆମେ ଦେଖିଛେ? ସେଟା ମୁଁ। ତେଣୁ ମନ ଯଦି ଭଲ ରହିଲା, ତାହେଲେ ଗଡିଆରେ ଗାଧେଇକି ବି ମୁଁ କହିପାରିବି ମୁଁ ଗଙ୍ଗା ସ୍ନାନ କରିକି ଅଛି, ରାଇଟ କାରଣ ରାଇଟ। ମନ ମାନି। ୟେସ୍। ସେଇ ମନ ମାନୁଛି ବୋଲି ଶାଳଗ୍ରାମ ଶିଳାକୁ କହୁଛନ୍ତି ବିଷ୍ଣୁ ଭଗବାନଙ୍କ ଅବତାର, ତାକୁ ପଞ୍ଚାମୃତରେ ପୁରେଇକି ପୂଜା କରାଯାଉଛି। ୟେସ୍। ସେ ମନ ମାନୁଛି ବୋଲି ସେଇ ମୃଣ୍ମୟୀ ମୂର୍ତ୍ତି ବନା ଯାଇକି ଅ, ମାନେ ମାଟିର ମୂର୍ତ୍ତି ବନାଇକି ଜଗଦମ୍ବାଙ୍କୁ ଆବାହନ କରାଯାଉଛି, ମନ ମାନିଛି। ୟେସ୍। ଯଦି ମନ ନ ମାନିବ, ତାହେଲେ ଶାଳଗ୍ରାମ ଗୋଟେ ପଥର, ଆଉ ଯୋଉ ଯେତିକି ସବୁ ମୂର୍ତ୍ତି ବନୁଛି ସିଏ ହଉଛି ମୂର୍ତ୍ତି, ମାନେ ଯୋଉ କାଠ ପିତୁଳା, ପିତୁଳା ଯାହା କୁହନ୍ତି। ହୁଁ ହୁଁ ତେଣୁ ଏ ସବୁ ଖେଳ ମନର। ଆପଣ ବୁଝନ୍ତୁ ମୁଁ ଇଣ୍ଟରପ୍ରିଟେସନ କାହିଁକି ଏମିତି ସିରିୟସଲି ଦଉଛି। ହୁଁ। ତ ଏଇଟା ଥିଲା ନୈସର୍ଗିକ କାରକ ତତ୍ତ୍ୱ ଅନୁଯାୟୀ ଆଚାର୍ଯ୍ୟ ଜୀବନାଥ ଅଙ୍କ ଅନୁସାରେ ଲଗ୍ନରେ ଚନ୍ଦ୍ରର ଫଳ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।